ପିଲାମାନେ ତମେମାନେ ପଚାରୁଥିଲ ଯେ ସାର୍ ଓ ଟ୍ରିପଲ୍ ଏସିର ଯୋଉ ଆର୍ ଆଇ ଅମିନ ଯୋଉଟା ତୁମେମାନେ ଦେଇଥିଲ ପୂର୍ବରୁ ସେଟା ତମର କଣ ହେଲା ତାର ରେଜଲ୍ଟ କଣ ଆସିବ କାରଣ ବହୁତ ସାରା ପିଲା ଯୋଉ ରହିଛନ୍ତି ସେମାନେ ଅପେକ୍ଷା କରିଛନ୍ତି ଯେ କେତେ ମାର୍କ ରଖିଲେ ଆମେ ଏଥର ଯୋଉ ଯିବା ମେନ୍ସ ପାଇଁ ଆମେ ଲାଗିବା କାରଣ ବହୁତ ସାରା ପିଲା ଅପେକ୍ଷା କରିଛନ୍ତି ମେନ୍ସ ପାଇଁ ପଢିବା ପାଇଁ ଚାହୁଁଛନ୍ତି ତ ତା ଉପରେ ମୁଁ ତୁମକୁ ଆଜି କମ୍ପ୍ଲିଟ ଅପଡେଟ ଦେବି ଯେ କେବେ ତମର ମେନ୍ସ ର ରେଜଲ୍ଟ କେବେ ଆସିବାର ଡେଟ୍ କେବେ ଆସିପାରେ ତା ସହିତ ତୁମର କେତେ ମାର୍କ ରଖିଥିଲେ ତମେ ମେନ୍ସ ପାଇଁ ଏଠି ପ୍ରିପାରେସନ କରିବ ସବୁ କିଛି ମୁଁ କହିବି ହେଲା କିନ୍ତୁ ଭିଡିଓ ଆରମ୍ଭ କରିବା ପୂର୍ବରୁ ଗୋଟେ ଛୋଟ ଇନଫର୍ମେସନ ଦେବି ଆମର ଯୋଉ ରହିଛି ଆର୍ ଆଇ ଅମିନ ପ୍ରିଲିମ୍ସ ଏବଂ ମେନ୍ ସବୁ ପାଇଁ ଆମର ଫ୍ରି ଏବଂ ପେଡ୍ କ୍ଲାସ ଦୁଇଟା ଯାକ ଷ୍ଟାର୍ଟ ହେଇଯାଇଛି ଯଦି ତୁମେ ପେଡ୍ କ୍ଲାସ ନେବା ପାଇଁ ଚାହୁଁଛ ତେବେ ଆମର ପ୍ରତିଜ୍ଞା 3.0 ବେଚ୍ ଷ୍ଟାର୍ଟ ହେଇଯାଇଛି ଯୋଉଠି ଆମେ ତୁମକୁ ପୁରା ପ୍ରଥମରୁ ପଢଉଛୁ ପୁରା ପ୍ରଥମରୁ ପଢିକି ତମେ ମାନେ ଏଠି ପ୍ରିପାରେସନ କରିପାରିବ ସବୁ ପିଲା ଆମର ବର୍ତ୍ତମାନ ସମୟରେ 1000 ପ୍ଲସ୍ ପିଲା ଏଠି ଏନରୋଲ କରିସାରିଲେଣି ଯଦି ତମେ ବି କରିବା ପାଇଁ ଚାହୁଁଛ ভিডিও ডেসক্রিপশনে লিঙ্ক ଅଛି ଏଠି ଯାଇକି କରିପାରିବ ଠିକ ଅଛି ତ ଦେଖ ଏଇଟା ଆଜି ଗୋଟେ ତମେ ଜାଣିଥିବ ଯୋଉ ନଭେମ୍ବର 21 ରେ ତମର ଆସିଥିଲା ଯେତେବେଳେ ତମର ଏଠି ଆସିଲା ଆନ୍ସର କି ଆସିଲା ସେତେବେଳେ ବହୁତ ସାରା ପିଲା ଏଠି ଅବଜେକ୍ସନ ରେଜ କରିବା ପାଇଁ କୁହା ହେଇଥିଲା ଯେ ଯଦି ତମର କିଛି ଭୁଲ ରହୁଛି ବା ତମକୁ ଲାଗୁଛି ଯେ ଆନ୍ସର କିରେ କିଛି ଭୁଲ ଅଛି ତମେ ମାନେ ଏଠି ଅବଜେକ୍ସନ ରେଜ କରିପାରିବ ବର୍ତ୍ତମାନ ସମୟରେ ତମର ଏଠି ଅବଜେକ୍ସନ କୁ ନେଇକି ପିଲାମାନେ ଆସିଯାଇଛି ତମର ଯୋଉ ଫାଇନାଲ ଅବଜେକ୍ସନ ଏଟା ତମେ କହିବ ସାର୍ ଏଟା କଣ ଓ ଟ୍ରିପଲ ଏସି ଯୋଉ ରହିଛି କଣ ଓ ଟ୍ରିପଲ ଏସି ସାଇଟ ରେ ଏଟା ଆଭେଲେବଲ ଅଛି କି ନାହିଁ କିନ୍ତୁ ମୁଁ ତୁମକୁ ଓ ଟ୍ରିପଲ ଏସି ସାଇଟ ଦେଖେଇ ଦଉଛି ଓପନ କରିକି ଏଠି ଦେଖ ଏତେ ପର୍ଯ୍ୟନ୍ତ ତମର ଏଇ ଲିଙ୍କ ଟି ଓପନ ନାହିଁ এটা ପିଲାମାନେ ଏମିତି ବହୁତ ସମୟରେ ଏମିତି ହେଇଛି ଯେ ଓ ଟ୍ରିପଲ ଏସି ଅଫିସିଆଲ ଭାବେ ସେ କୌଣସି ଲିଙ୍କ ରିଲିଜ କରିନି କିନ୍ତୁ ପିଲାଙ୍କ ପାଖରେ ଲିଙ୍କ ଆସିଯାଇଛି ଏଟା ମଧ୍ୟ ସେମିତି ହେଇଛି ଏଠି ତମେ ଯଦି ଚାହୁଁଛ ମୁଁ ଅଲରେଡି ଦେଇ ଦେଇଛି ଟେଲିଗ୍ରାମ ଗ୍ରୁପରେ ଏଇ ଲିଙ୍କ ଟାକୁ ଦେଇ ଦେଇଛି ଏଠି ତମେ ମାନେ ତୁମର ଆପ୍ଲିକେସନ ନମ୍ବର ଯୋଉଟା କି ତମେ ତୁମର ଯୋଉ ରହିଛି ଆଡମିଟ କାର୍ଡରେ ତୁମକୁ ମିଳିଯିବ ତା ସହିତ ଏଠି ତମର ଯୋଉ ପାସୱାର୍ଡ ରହିଛି ତମେ ମାନେ ତୁମର ଆପ୍ଲିକେସନ ନମ୍ବର ଆଉ ପାସୱାର୍ଡ କୁ ଦେଇକି ତୁମେ ମାନେ ଚେକ୍ କରିପାରିବ ଯେ ତମେ ନଭେମ୍ବର 21 ରେ ଯୋଉ ଅବଜେକ୍ସନ ଟି କରିଥିଲ ସେଇ ଅବଜେକ୍ସନ ଅନୁସାରେ ତମର ଠିକ ଅଛି କି ନାହିଁ ଯେ ତୁମେ ଯୋଉଟା ଭୁଲ ଥିଲା ତାକୁ ନେଇକି ଅବଜେକ୍ସନ କରିଥିଲ ତମର ଆନ୍ସର କି କୁ ତାକୁ ନେଇକି ଠିକ ଅଛି କି ନାହିଁ ଏବଂ ଯଦି ତମର ଅଛି ଏଇ ଅନୁସାରେ ତୁମେ ଚେକ୍ କରିପାରିବ ଯେ ତମର କେତେ ମାର୍କ ତମର ଏଠି ରହୁଛି ଏଇଠି ତୁମମାନଙ୍କ ମନରେ କିଛି କ୍ୱେଶ୍ଚନ ଆସିବ ଯେ ସାର୍ ଆମର ଯୋଉ ରହୁଛି ଏଠି ଯୋଉ ଆପଣ ଯୋଉଟା କହିଲେ ଆମକୁ ଏଠି କେତେ ମାର୍କ ଥିଲେ କାରଣ ଆମକୁ ତ मेंस ପାଇଁ ତ ଆମକୁ ପ୍ରିପାରେସନ କରିବା ପାଇଁ ପଡିବ କାରଣ ଆମେ ତ ପ୍ରିଲିମ୍ସ ଦେଇଛେ ଆମକୁ ମେନ୍ସ ପାଇଁ ବି ପ୍ରିପାରେସନ କରିବା ପାଇଁ ପଡିବ ତ ମେନ୍ସ ପ୍ରିପାରେସନ ପାଇଁ ଆମେ କଣ କରିବା ପ୍ରଥମ କଥା ଦ୍ୱିତୀୟ କଥା ହେଲା ତମର କେତେ ନମ୍ବର ରଖିଥିଲେ ପିଲାମାନେ ଆମେ କଣ କରିପାରିବା ନା ମେନ୍ସ ରେ ସିଲେକ୍ଟ ପାଇଁ ଆମକୁ କେତେ ନମ୍ବର ଦରକାର ତାପରେ ହେଲା ଯୋଉ ଆପଣଙ୍କ ଯୋଉ ପ୍ରିଲିମ୍ସ ର ରେଜଲ୍ଟ କେବେ ଆସିବ ମେନ୍ସ ର ଏକ୍ସାମ କେବେ ହବ ଏବଂ ପ୍ରିଲିମ୍ସ ରେ ରେଜଲ୍ଟ କେବେ ଆସିବ ଏଇଟା ମଧ୍ୟ ବହୁତ ସାରା ପିଲାଙ୍କର ଡାଉଟ ଥିଲା ଯେ ପ୍ରିଲିମ୍ସ ତ 2023 ପାଖରୁ ତୁମେ ମାନେ ଜାଣିଥିବ ଆର୍ ଆଇ ଅମିନର ତୁମର ଏକ୍ସାମ ଚାଲିଛି 2023 ପାଖରୁ ତୁମର ଥରେ ସେଟା ହେଲା ପୁଣି କ୍ୟାନସେଲ ହେଲା ପୁଣି ଗଭର୍ଣ୍ଣମେଣ୍ଟ ସମସ୍ତଙ୍କୁ ଏଲାଉ କଲା ତାପରେ ଏଲାଉ କରିସାରିଲା ପରେ ପିଲା ଏକ୍ସାମ ଦେଲେ ବର୍ତ୍ତମାନ ଆମର ଏକ୍ସାମ ପାଇଁ ସବୁ ପିଲା ଅପେକ୍ଷା କରିଛନ୍ତି ତାପରେ ଦେଖ ଏଠି ତମର ମେନ୍ସ ପାଇଁ ପ୍ରିପାରେସନ କେମିତି କରିବ ତମେ କହିବ ସାର୍ ଆମେ ମେନ୍ସ ପାଇଁ ପ୍ରିପାରେସନ କେମିତି କରିବା ତମେ ଏଇ ସିଙ୍ଗଲ ବେଚ୍ ନେଇକି ପିଲାମାନେ ମେନ୍ସ ପାଇଁ ପ୍ରିପାରେସନ କରିପାରିବ ଯଦି ବି ତମେ ଆମର ପ୍ରତିଜ୍ଞା 3.0 ବେଚ୍ ନେଇଛ ତାହେଲେ ତମକୁ ମେନ୍ସ ପାଇଁ ଆଉ ଅଲଗା ବେଚ୍ ନବା ପାଇଁ କିଛି ଆବଶ୍ୟକତା ନାହିଁ ତମେ ମାନେ ଏଠୁ ନେଇକି ପ୍ରିପାରେସନ କରିପାରିବ ଠିକ ଅଛି ଆଉ ତମକୁ ଅଲଗା କିଛି ବି ଆବଶ୍ୟକତା ପଡିବନି ତାପରେ ହେଲା ଏଠି ଯୋଉ ରହିଛି କେତେ ପରସେଣ୍ଟ ଆମେ ଯଦି ନମ୍ବର ରଖିବା କେତେ ପରସେଣ୍ଟ ନମ୍ବର ରଖିଲେ ଆମର ଏଠି ସିଲେକ୍ସନ ରହୁଛି ବା କେତେ ତୁମେ ଯଦି ପିଲାମାନେ ଦେଖ ମୁଁ ତମକୁ ଗୋଟେ ରଫଲି ତମକୁ ଗୋଟେ କହୁଛି ତୁମେ ଯଦି 70 ପ୍ଲସ୍ ଅଛି ତମେ ମାନେ ମେନ୍ସ ପାଇଁ ପ୍ରିପାରେସନ କରିପାରିବ ତମେ ଯେକୌଣସି ହୁଅ ନା କାହିଁକି ଏସଟି ଏସସି ଏସସିବିସି ୟୁଆର ମାନଙ୍କର ଟିକେ ଅଧିକ ଯାଇପାରେ କିନ୍ତୁ ତମର ଯୋଉ ରହୁଛନ୍ତି ଏସଟି ଏସସି ପିଲା ଯୋଉ ରହୁଛନ୍ତି ଏଠି କଣ ନା ତମେ ଟିକେ ମାନେ ତାଠୁ କମ ତମେ ଯଦି 60 ବା 55 ଏଇ ଭିତରେ ତମେ ଯଦି ରଖିଛ ତମେ ମାନେ ଏଠି କଣ କରିପାରିବ ପ୍ରିପାରେସନ କରିପାରିବ କିନ୍ତୁ ତମେ ଯଦି ଜଣେ ୟୁଆର କିମ୍ବା ଜଣେ ଏସସିବିସି ଓମେନ କ୍ୟାଣ୍ଡିଡେଟ ରହୁଛ ଯଦି 70 ତମ ମାନଙ୍କର ସ୍କୋର ରହୁଛି ତମେ ମାନେ ଏଠି କରିପାରିବ କାରଣ ନର୍ମାଲାଇଜେସନ ତମର ଏଠି ପଡିବ ନର୍ମାଲାଇଜେସନ ପରେ ମାର୍କ ତମର ଏଠି ଅଧିକ ବି ହେଇପାରେ ବା ନର୍ମାଲାଇଜେସନ ପରେ ବଢିପାରେ ମୁଁ ତମକୁ ଗୋଟେ ରଫଲି ପିଲାମାନେ କହିଲି କାରଣ ଏମିତି ନୁହେଁ ଯେ ତମର ରେଜଲ୍ଟ ଯେବେ ଆସିବ ସେବେ ହିଁ ତମେ ପ୍ରିପାରେସନ କରିବ କାରଣ ଯେହେତୁ ତମର 2027 ରେ ପଞ୍ଚାୟତ ଇଲେକ୍ସନ ରହୁଛି ତମର ହାର୍ଡଲି ପିଲାମାନେ ସେ ତୁମକୁ 45 ଡେଜ ଦବ କଣ ପାଇଁ ନା ମେନ୍ସ ପାଇଁ ହେଲା ତେଣୁ 45 ଡେଜ ଭିତରେ ତମେ ଯଦି କହିବ ଯେ ମୋର ରେଜଲ୍ଟ ଆସିଲେ ମୁଁ ପଢିବି ତାହେଲେ 45 ଡେଜ ତମର ହଉଛି ବହୁତ କମ ସମୟ ପଡିଯିବ ତେଣୁ ଏବେଠୁ ହିଁ ତମେ ମାନେ ପ୍ରିପାରେସନ କର ତମେ କହିବ ସାର୍ ମୁଁ ଜାଣିବି କେମିତି ଯେ ମୋର 45 ଅଛି କି କେତେ ଅଛି ମୁଁ ତୁମକୁ କହିଲି এই লিঙ্কটা তোমাମାନଙ୍କୁ ମୁଁ ଦେଇଦେବି ତମେ ମାନେ ଯୋଉ ଅବଜେକ୍ସନ କରିଥିଲ ନଭେମ୍ବର 21 ରେ ଯୋଉ ତୁମର ଆସିଥିଲା ଅବଜେକ୍ସନ ପାଇଁ ତମେ ଯୋଉ ଅବଜେକ୍ସନ ରେଜ କରିଥିଲ ଏଠି ତମର ଆପ୍ଲିକେସନ ଏବଂ ପାସୱାର୍ଡ ଦେଇକି ତମର କେତେ ମାର୍କ ଅଛି ତମେ ମାନେ କରିପାରିବ କମେଣ୍ଟ ସେକ୍ସନରେ ପିଲାମାନେ ତମର ମାର୍କ ଗୁଡିକୁ ଲେଖିଦିଅ ମୁଁ ତମକୁ କହିବି ଯେ ତମେ ମାନେ ମେନ୍ସ ପାଇଁ ପ୍ରିପାରେସନ ହବ କି ନାହିଁ ଯୋଉମାନେ କରିବି ଏଇଟା ଦରକାର ମୁଁ ଟେଲିଗ୍ରାମ ଗ୍ରୁପରେ
ऑलरेडी तुम मानक दे देइची जे भी दरकार तुम माने टेलीग्राम ग्रुप रे जॉइन हुआ टेलीग्राम ग्रुप रु तुम मानक एठी सब किछि मिल जिवो सब पिला को टेलीग्राम ग्रुप रु मिल जिवो एवं प्रथमे जाई कि तुम माने के चेक करो जे तमरो केते मार्क रहउची एवं ताकू कमेंट सेक्शन ले निश्चय रूप रे लेखो जे तमरो केते मार्क रहउची सेही अनुसार मु तुम मानक कहबी जे तुम मानकर एठी मेंस पई तुम माने पढिबा दरकार ना नाही तापर हैला ए जो प्रीलिम्स जो एग्जाम रहउची पिला माने आरो रिजल्ट तमरो केबे आसीबो एटा गोटे पिलाकर थिला बहुत सारा कर जो रहउची जेटा कि वर्तमान समय रे पिला माने हमें प्रेडिक्शन तो क्लियरली करि पारनु किंतु जहा जना पडुची मार्च फर्स्ट वीक भितरे तमरो रिजल्ट एठी आसी पारे मार्च फर्स्ट वीक भितरे तमरो एठी प्रीलिम्स रिजल्ट आसी पारे एवं सेइटु तमे धरि कि चालो मे भितरे तमरो मेंस पई एग्जाम हेई पारे कारण जदि आ एग्जाम मेंस एग्जाम जदि मे भितरे न सरिला तुमरो जुलाई रु अगस्त भितरे ए जो रिसेंटली आरआई अमिनो आसीची तार मध्य एग्जाम हबार अछि माने तुमे चिंता करो जे तुमरो ओ ट्रिपल एसी जो रहिची ता पाखरे वर्तमान समय रे कोन कोन रहउची प्रथमे हैला जो 2023 रे आरआई अमिनो आसीतिला 2023 रे जो आरआई अमिनो आसीतिला तार मध्य पिला माने देखो तुमरो ओ ट्रिपल एसी ऊपर दायित्व रहउची मु तुमु कहि दउची जे ओ ट्रिपल एसी पाखरे वर्तमान केते की दिनस पेंडिंग हेकी पडिची हैला तो एटा तुमर जदी हबो प्रीलिम्स रिजल्ट जदी से माने बाहर कर देले ताले मे तुमरो तुमरो मेंस ता धरि की चलो मे भितरे तुमरो मेंस हे गला द्वितीय कथा हला जो आरआई अमिनो जो न्यूटा रहउची एटा मध्य तुमरो सेही जुलाई रु अगस्त भितरे तुमरो एटा मध्य तारो एग्जाम ता हबो आर तो प्रीलिम्स मेंस नै गोटे ही एग्जाम तुमर एटा हबो तीन नंबर हैला तुमे धरि की चलो फॉरेस्ट गार्ड एटा मध्य तुमरो आसी जाईची ये मध्य सेही जुलाई रु अगस्त भितरे तुमरो एटा बी सिंगल एग्जाम ये तुमरो हेकी रहिला ता सहित मिला माने पीओ वैकेंसी जोटा कि हमें एक्सपेक्ट करूछु जोटा कि ओ ट्रिपल एसी पाकरे काहे बहुत दिन हला पेंडिंग हेकी पडिची जोटा भी तुमरो ए फेब्रुआरी भितरे आसीबार बहुत संभावना रहउची फेब्रुआरी रे हमें आशा करथुलो फेब्रुआरी 10 रु 15 एबे आशा करछे फेब्रुआरी मास तुमरो ए वैकेंसी टी आसी जाऊ तो एतिकी पिला माने तुमरो एठी रहउची जेतिकी तुमरो रहउची ओ ट्रिपल एसी पाकरे रहउची केते मार्क रखले तुमन को मु कहली प्रिपरेशन स्टार्ट करो केबे आसीबो ताहा मध्ये मु कहली किंतु एटा एक्सपेक्टेड डेट पिला माने मु कहली जे तुमरो एई भितरे एग्जाम मेंस पई हेई पारे पढापढी स्टार्ट कर दियो जदि तुमको फ्री क्लास दरकार ताहाले तुम माने हमर जो रहिची YouTube चैनल ऑल एग्जाम साथी को विजिट करके तुम माने फ्री क्लास नै परिबो जदि तुम पेड बा तुम प्रिपरेशन करिया पई चाहूचो भलो से प्रिपरेशन करिया पई चाहूचो ताहाले तुम माने हमर जो रहिची प्रतिज्ञा 3.0 जो बैच रहिची आकु नै कि मध्य निजर प्रिपरेशन जर्नी को स्टार्ट करि परिबो ता सहित जदि टेलीग्राम ग्रुप रे जॉइन हेइनो एबे ही टेलीग्राम ग्रुप रे जॉइन हेइ जा आउट कथा पिला माने मु कहबी जदि तुम मानक पाखरे एते पर्यंत भी कंप्यूटर सर्टिफिकेट नाही एबे ही स्क्रीन ले हम नंबर अछि हमको कांटेक्ट करिकि मिनिमम 3 मासर गोटे गवर्नमेंट कंप्यूटर सर्टिफिकेट करि दियो कारण डॉक्यूमेंट वेरिफिकेशन बेले तुमको से माने कंप्यूटर सर्टिफिकेट मागिबे तो रोहिल नमस्कार जय जगन्नाथ।